24-25 ଯାତ୍ରା ଋତୁରେ ପୀୟୁଷ ତ୍ରିପାଠୀ ଦୁଇଟା ଯାତ୍ରାପାଟିରୁ ଟଙ୍କା ଉଠାଇଥିଲେ। ସେ ଦୁଇଟି ଯାତ୍ରାପାଟି ତାଙ୍କ ଷ୍ଟାରକାଷ୍ଟରେ ପୀୟୁଷ ତ୍ରିପାଠୀଙ୍କର ଫଟୋ ପୋଷ୍ଟ କରିଥିଲେ। ସେହି ସମୟରେ ପୀୟୁଷ ତ୍ରିପାଠୀଙ୍କର ବହୁତ ଚର୍ଚ୍ଚା ଚାଲିଥିଲା ସୋସିଆଲ ମିଡ଼ିଆରେ। ମାଲିକ ସଂଘଠାରୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ, ଯାତ୍ରାପ୍ରେମୀ ଦର୍ଶକ ଦର୍ଶିକା ପର୍ଯ୍ୟନ୍ତ, ଯାହା ହେଉ ତାଙ୍କର ସମାଧାନ ହେଇଥିଲା। ଶେଷରେ ସେ ସିଂହ ବାହିନୀରେ ଯୋଗ ଦେଇଥିଲେ। କିଛି କଳାକାରମାନଙ୍କର ଦୁଇଟା ଯାତ୍ରାପାଟିର କଳାକାର ଲିଷ୍ଟରେ ସେମାନଙ୍କର ନାଁ ଆସିଥିଲା 26-27 ଯାତ୍ରା ଋତୁରେ। ସେ 26-27 ଯାତ୍ରା ଋତୁରେ ଯେଉଁ କଳାକାରମାନଙ୍କର ଦୁଇଟା ଯାତ୍ରାପାଟିରେ ନାଁ ପୋଷ୍ଟ ହୋଇଥିଲା, ସେ କଳାକାରଙ୍କ ନାଁ କ'ଣ? 26-27 ଯାତ୍ରା ଋତୁରେ ଫାଇନାଲ କେଉଁ ଯାତ୍ରା ଅନୁଷ୍ଠାନ କାର୍ଯ୍ୟରତ ରହିବେ? ମୋ ସହିତ ରହି ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖିଲେ ଜାଣିବେ କେଉଁ ଅଭିନେତା କେଉଁ ଅଭିନେତ୍ରୀମାନେ ଦୁଇଟା ଯାତ୍ରାପାଟିରେ ତାଙ୍କର ଷ୍ଟାରକାଷ୍ଟରେ ନାଁ ଆସିଥିଲା। ଅଭିନେତା ବାପି ପଣ୍ଡାଙ୍କର ପ୍ରଥମେ ପୋଷ୍ଟ ଅପେରା ଦରବାର ପୋଷ୍ଟ କରିଥିଲା 26-27 ଯାତ୍ରା ଋତୁରେ ବାପି ପଣ୍ଡା ପୁଣି ଥରେ କାର୍ଯ୍ୟରତ ରହିବେ। କିନ୍ତୁ ବର୍ତ୍ତମାନ ଯାତ୍ରା କେଶରୀରେ ପୋଷ୍ଟ ଆସିଲା ବାପି ପଣ୍ଡା 26-27 ଯାତ୍ରା ଋତୁରେ କାର୍ଯ୍ୟରତ ରହିବେ। ବର୍ତ୍ତମାନ ବାପି ପଣ୍ଡା ତାଙ୍କର ଫାଇନାଲ ହେଇଗଲା, ଯାତ୍ରା କେଶରୀରେ ସେ କାର୍ଯ୍ୟରତ ରହିବେ 26-27 ଯାତ୍ରା ଋତୁରେ। ଖଳନାୟକ କୁନା, ସେ ଖଳନାୟକ କୁନାଙ୍କର ପ୍ରଥମ ପୋଷ୍ଟ ଆସିଥିଲା ଅପେରା ରାଜ ଦରବାରରେ ପୋଷ୍ଟ ହୋଇଥିଲା 26-27 ଯାତ୍ରା ଋତୁରେ କୁନା ପୁଣି ଥରେ ସେ ରାଜ ଦରବାର ଦେଖିବାକୁ ପାଇଁ ପାଇବେ। କିନ୍ତୁ ପୁଣି ବଦଳିଗଲା, ସେ କୁନାଙ୍କର ପୋଷ୍ଟ ଆସିଗଲା ଯାତ୍ରା କେଶରୀରେ। ଖଳନାୟକ କୁନା 26-27 ଯାତ୍ରା ଋତୁରେ କାର୍ଯ୍ୟରତ ରହିବେ ଯାତ୍ରା କେଶରୀରେ। ସେ କୁନାଙ୍କର ଫାଇନାଲ ହେଇଗଲା, ସେ ଯାତ୍ରା କେଶରୀରେ କାର୍ଯ୍ୟରତ ରହିବେ। ଯାତ୍ରା ବାଘୁଣୀ ମିନୁ ମହାପାତ୍ରଙ୍କ ପ୍ରଥମ ପୋଷ୍ଟ ଆସିଥିଲା ସେଇ ଯାତ୍ରା ସିଂହ ବାହିନୀରେ। ଯାତ୍ରା ସିଂହ ବାହିନୀ ପୋଷ୍ଟ କରିଥିଲା, ପୁଣି ଥରେ ଯାତ୍ରା ବାଘୁଣୀ ମିନୁ ମହାପାତ୍ରଙ୍କୁ ଦେଖିବା ପାଇଁ ପାଇବେ। କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳୁଛି ଯାତ୍ରା ସୁନ୍ଦରୀ ରାଜନନ୍ଦିନୀ ପୋଷ୍ଟ କରିଛି ମିନୁ ମହାପାତ୍ର 26-27 ଯାତ୍ରା ଋତୁରେ କାର୍ଯ୍ୟରତ ରହିବେ। ମିନୁ ମହାପାତ୍ରଙ୍କର ନୂଆ ଠିକଣା ଯାତ୍ରା ସୁନ୍ଦରୀ ରାଜନନ୍ଦିନୀ। ମିଲନ ଯିଏ ବର୍ତ୍ତମାନ ଯାତ୍ରା ସ୍ୱପ୍ନମହଲରେ କାର୍ଯ୍ୟରତ ଅଛନ୍ତି। 26-27 ଯାତ୍ରା ଋତୁ ପାଇଁ ପ୍ରଥମ ପୋଷ୍ଟ ଆସିଲା ଯାତ୍ରା କେଶରୀରେ। ମିଲନ 26-27 ଯାତ୍ରା ଋତୁରେ ଯାତ୍ରା କେଶରୀରେ କାର୍ଯ୍ୟରତ ରହିବେ। କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳୁଛି ଯାତ୍ରା ସୁନ୍ଦରୀ ରାଜନନ୍ଦିନୀ ପୋଷ୍ଟ କରିଛି ଖଳନାୟକ ମିଲନ 26-27 ଯାତ୍ରା ଋତୁରେ ଯାତ୍ରା ସୁନ୍ଦରୀ ରାଜନନ୍ଦିନୀ ରହିବେ। ବର୍ତ୍ତମାନ ମିଲନଙ୍କ ଫାଇନାଲ 26-27 ଯାତ୍ରା ଋତୁରେ ଯାତ୍ରା ସୁନ୍ଦରୀ ହିଁ କାର୍ଯ୍ୟରତ ରହିବେ। ଯୁବ ଖଳନାୟକ ସନ୍ଦୀପଙ୍କର ପ୍ରଥମ ପୋଷ୍ଟ ଆସିଥିଲା ଅପେରା ମାଇସୋରରେ। ଅପେରା ମାଇସୋରରେ ପୋଷ୍ଟ କରିଥିଲା 26-27 ଯାତ୍ରା ଋତୁରେ ସନ୍ଦୀପ କାର୍ଯ୍ୟରତ ରହିବେ ଅପେରା ମାଇସୋରରେ। କିନ୍ତୁ ପୁଣି ଦେଖିବାକୁ ମିଳିଲା ଅପେରା ଯାଜ୍ଞସେନୀ ତାର ପୋଷ୍ଟ କଲା, ପୁଣି ଥରେ ସନ୍ଦୀପକୁ 26-27 ଯାତ୍ରା ଋତୁରେ ଦେଖିବା ପାଇବେ ଅପେରା ଯାଜ୍ଞସେନୀରେ। ହାସ୍ୟ ଅଭିନେତା ଗୁରିଆଙ୍କର ପ୍ରଥମ ପୋଷ୍ଟ ଆସିଥିଲା ଅପେରା ରାଜ ଦରବାରରେ। ଅପେରା ରାଜ ଦରବାର ପୋଷ୍ଟ କରିଥିଲା 26-27 ଯାତ୍ରା ଋତୁରେ ଗୁରିଆଙ୍କୁ ଦେଖିବା ପାଇଁ ପାଇବେ ଅପେରା ରାଜ ଦରବାର। କିନ୍ତୁ ପୁଣି ପୋଷ୍ଟ ଦେଖିବାକୁ ମିଳିଲା ଅପେରା ଶ୍ରୀ ଗଣେଶରେ। ଶ୍ରୀ ଗଣେଶର କାର୍ଯ୍ୟରତ ରହିବେ 26-27 ଯାତ୍ରା ଋତୁରେ ସେ ହାସ୍ୟ ଅଭିନେତା ଗୁରିଆ। ଅଭିନେତ୍ରୀ ରୀନାଙ୍କର ପ୍ରଥମ ପୋଷ୍ଟ ଆସିଥିଲା ଯାତ୍ରା କେଶରୀରେ। ପୁଣି ଦେଖିବାକୁ ମିଳିଲା ଯାତ୍ରା ସୁନ୍ଦରୀ ରାଜନନ୍ଦିନୀରେ। ସେଇ ରୀନାଙ୍କର ନୂଆ ଠିକଣା 26-27 ଯାତ୍ରା ଋତୁରେ ଯାତ୍ରା ରାଜନନ୍ଦିନୀରେ। ଖଳନାୟକ ସତ୍ୟପତି ପ୍ରଥମ ପୋଷ୍ଟ ତାଙ୍କର ଦେଖିବାକୁ ମିଳିଥିଲା କଳିଙ୍ଗ ଗଣନାଟ୍ୟରେ। କିଛି ଦିନ ପୂର୍ବରୁ କଳିଙ୍ଗ ଗଣନାଟ୍ୟ ପୋଷ୍ଟ କରିଥିଲା। ସତ୍ୟପତି କାର୍ଯ୍ୟରତ ରହିବେ 26-27 ଯାତ୍ରା ଋତୁରେ। ପୁଣି ବିଶ୍ୱ ଦରବାରରେ ବି ପୋଷ୍ଟ କଲା 26-27 ଯାତ୍ରା ଋତୁରେ ସତ୍ୟପତି କାର୍ଯ୍ୟରତ ରହିବେ। ସେହି ସତ୍ୟପତିଙ୍କର ଯାତ୍ରା ଋତୁରେ ନୂଆ ଠିକଣା ଯାତ୍ରାଶ୍ରୀ ବିଶ୍ୱ ଦରବାର। ଆପଣମାନଙ୍କୁ ଜଣାଇଦେଲି କେଉଁ ଅଭିନେତା କେଉଁ ଅଭିନେତ୍ରୀମାନଙ୍କ ଦୁଇଟି ଯାତ୍ରାପାଟିର ଷ୍ଟାରକାଷ୍ଟରେ ନାଁ ଆସିଥିଲା। ଯଦି ଭିଡ଼ିଓଟି ଭଲ ଲାଗିଲା ନିଶ୍ଚିନ୍ତ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସାଙ୍ଗସାଥି ସେୟାର କରନ୍ତୁ। ଯଦି ନୂଆ କରି ଆମ ଚ୍ୟାନେଲ ଭିଡ଼ିଓ ଦେଖୁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଫେସବୁକ୍ ଆଇଡ଼ି ଫଲୋ କରି ରଖନ୍ତୁ। ସବୁବେଳେ କହିଛି ରାଜେନ୍ଦ୍ରର ଫେସବୁକ୍ ଆଇଡ଼ି ରକେଶନ ୟୁଟ୍ୟୁବ୍ ଚ୍ୟାନେଲ ଯାତ୍ରା ଫ୍ରେଶ୍ ଖବର ପାଇପାରିବେ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଆଉ ସୁସ୍ଥ ଥିବେ। ପୁଣି ଦେଖା ହେବ ଆଉ ଏକ ଯାତ୍ରା ଭିଡ଼ିଓରେ। ଜୟ ଜଗନ୍ନାଥ।